ଆଚ୍ଛା ତମ ଘର କୋଉଠି ଝିଅ? ହଁ ତୋର ମରଦ ଆଉ ରଜା ଦିଟାକ ପୁରୀରେ ତ ବଳଦ। ହଉ ଆଚ୍ଛା ଝିଅ ତମେ ଯୋଉ କାଲିଠୁ 3 ଦିନ ହେଲା କହିଲେ ଚଳିବ ଆମ ଏଇ ଯୋଉ ଆସ୍ଥାନ ତାରିଣୀ କମିଟି ଖାଇବା ପିଇବା ରହିବା ଏ ବ୍ୟବହାର କଣ ତ୍ରୁଟି କରିଛନ୍ତି? ସମସ୍ତେ ଭଲ କିଏ ସମସ୍ତେ ଭଲ ନା କମିଟି ଭଲ? କମିଟି ଭଲ ନା ବର୍ଷ ଗାଁ ବି ଭଲ। ଗାଁ ଭଲ କିନ୍ତୁ ଦର୍ଶକ ବଦମାସ। ନା ନା ସମସ୍ତେ ଆଉ କେମିତି ସମସ୍ତେ ଭଲ। ତୁମେ ତୁ କହିବା କଥା କମିଟି ଗାଁ ଲୋକ ଭଲ ଆଉ ଇଏ କମିଟି ଭଲ ଦର୍ଶକ ବଦମାସୀ ଆଉ ଜଜ ବଦମାସୀ। ହଉ ଆଜ୍ଞା ବିଲ କରିବ ନାଳି ମାଇକ ରଖିବ କାଲି। ହଁ ହଁ ଗୋଟିଏ ରଖିଛି ତ କାଲିଠୁ 3 ଦିନ ତ କାଲିଠୁ ଆଜ୍ଞା ଆଜ୍ଞା ତତେ କେମିତି ଲାଗିଲା ଆମ ଏରିଆ? ସମସ୍ତଙ୍କୁ ନମସ୍କାର। ସମସ୍ତେ ବହୁତ ଭଲ ଦର୍ଶକ ଯେମିତି କମିଟି ଲୋକ ବି ସମସ୍ତେ ଜଜ୍ ମହାଶୟ ମୋର ବହୁତ ଇଏ ସମସ୍ତେ ଭଲ। ତାହେଲେ ଆମେ ସମସ୍ତେ ବଢିଆ କିନ୍ତୁ ତୁ ଏକୁଟିଆ ଖରାପ ହେବ। ହଉ ଯାହା ହଉ ଖୁସି ଲାଗିଲା ଯେ ଶେଷ ପର୍ଯ୍ୟାୟରେ ଆମେ ଆଜ୍ଞା ପରିବେଷଣ କରୁଥିଲୁ ଆପଣ ପରିବେଷଣ କରୁଥିଲେ ଦର୍ଶକ ଦେଖୁଥିଲେ। ଗୋଟେ କଥା ହଉଛି ଯେମିତି ବଳଦ କିଣ 1,00,000 ଟଙ୍କାରେ ପଟେ ଯେମିତି କବାରି ଘର ଛାଣି କର ପାଟେ। ଆଜ୍ଞା ପୁରୁଣା ଲୋକ ତା ଗୋଟେ ଉଠାଣି ପରେ ଗୋଟେ ଗଡ଼ାଣି ଅଛି ଭାଇ ସାଙ୍ଗରେ ଗୋଟେ ଭଉଣୀ ଅଛି ସତ ସାଙ୍ଗରେ ଗୋଟେ ମିଛ ଅଛି ନାଇଁ କି? ଆମେ ଉଭୟ ଜିତିଛନ୍ତି ନ ଜିତିଥିଲେ ଏଇ ଯୁଦ୍ଧକୁ ଆସିନଥାନ୍ତେ ବୁଝିଲେ କି ନାଇଁ? କିନ୍ତୁ ଯୋଉ ଜିତି ଯେତେବେଳେ ଗଡ଼ା ତଡ଼ା ହେଇଛନ୍ତି ଏନେ ବୁଢ଼ା ହରିକା ବାବୁ ହରିକା ଗଡ଼ା ତଡ଼ା ହଉଥିଲା ସେ ବଳୁଆ ଲୋକ ବୋଲି ମାରି ବସିଲା ନାଇଁ କି? ତେଣୁକରି କେହି ଟିକେ କମ ସମୟ ସେଥିରେ ଆମେ କେହି ଚିନ୍ତା କରିବାନି ଯେ ଅମୁକ ଏଇ ପାର୍ଟିଟା ହାରିଗଲା। ନାଇଁ ଆଜ୍ଞା ଆମ ମଞ୍ଚ ଐତିହ୍ୟ ସମ୍ପନ୍ନ ମଞ୍ଚ ବହୁତ ଶୃଙ୍ଖଳା ବୁଝିଲେ କି? ଇଏ ହେଲା ହିନ୍ଦୋଳ ନୁହେଁ ଅନୁଗୁଳ। ଅନୁଗୁଳରେ ସବୁବେଳେ ଗଣ୍ଡଗୋଳ ସବୁବେଳେ। ଅନୁଗୁଳ ସବୁବେଳେ ଗଣ୍ଡଗୋଳ। ହଁ କଣ କିରେ ଝିଅ? ନିଜେ ନିଜ ଦେଶରେ ଗଣ୍ଡଗୋଳ ସଂସ୍ଥା ଅନୁଗୁଳ ଜଜ୍ ଭଲ ଢେଙ୍କାନାଳ ଜଜ୍ ଭଲ କଳାକାର ମାନେ ହଉଛି ବେଇମାନ। କେତେଟା କଳାକାର ବେଇମାନ ହଉଛି କେତେ ଜଣ କଳାକାର ସମସ୍ତ କଳାକାର ନୁହନ୍ତି ସାରେ କିଛି କଳାକାର ଅଛନ୍ତି କେତେ ଜଣ କଳାକାର ଅଛନ୍ତି ସେମାନେ ସବୁ ରାଜନୀତି ଚଲେଇକିରି ସଂଘକୁ ଡିଭାଇଡ କରି ଶୁଣୁ ଝିଅ ବାପ ମା ପାଖରେ ପୁଅ ଝିଅ ଯେତେ ବଡ ଲୋକ କି ଜେଡେ ଅଫିସର ତାଙ୍କ ପୁଅ ଆଉ ଝିଅ କିନ୍ତୁ ବିଚାରପତିଙ୍କ ପାଖରେ କଳାକାର ସେ ଯାହା ଭୁଲ କରନ୍ତୁ କ୍ଷମା। କାହିଁକି ଏଥିରୁ ବୁଝାଯିବ ଯେ କଳା ପରିବେଷଣ କରେଇଲା ଭିତରେ କାହିଁ ଆମର କ୍યાં ତ୍ରୁଟି ନଥିବ? ବାପା ପିଲାଙ୍କର ଅଭାବ ଅସୁବିଧା ପୂରେଇ ପାରିନଥିବ ତାଙ୍କର କ୍યાં ଟିକେ ଅଭାବ ଅସୁବିଧା ନଥିବ। ତେଣୁକରି କେହି କା ଯଦି ଅସୁବିଧାଟାକୁ ଡୁଙ୍ଗି ବୁଲିବା କିଛି କାମରେ ଆମେ ଆସିବାନି। ଆଉ ଯାହା ହଉ ମୋଟାମୋଟି ଉପରେ ବହୁତ ଭଲ ଆପଣମାନେ ଶେଷ ପର୍ଯ୍ୟନ୍ତ ଅଛନ୍ତି ବହୁତ ବହୁତ ଖୁସି ଲାଗୁଛି। ଏଇ ମଞ୍ଚ ସଭାପତି ବାବୁ ତମେ ଆମ କଥା ଶୁଣୁଛ ନା ବିଚାରପତିଙ୍କ କଥା ଶୁଣୁଛ? ନାଇଁ ଶୁଣିବ ତମ ବାପା ହେରିକା ଆମ ସାଙ୍ଗ ତମେ ଆଜି ପୁଅ ବାହାରିଲଣି ବାପ ସେ ବେଟା ଯାତା ହେ କିନ୍ତୁ ଆମେ ଯୋଉ 3 ଦିନ ହେଲା ଆସିଲୁ ତ ମଉସା କହୁଛୁ କିନ୍ତୁ ଉପାସ ରଖିଦେଲୁ। ଖାଇବାକୁ ଯାଇଛୁ ଆପଣଙ୍କୁ କହିଲେ ଆପଣ ମନେ କଲେ କହିଲା ମଉସା ଯିବେ କି ଖାଇବାକୁ? ତୁ ତ ମତେ ଦେଇଥାନ୍ତୁ ମୁଁ ଖାଇଦେଲି। ମଉସା ଯିବେ କି ମୁଁ ହଁ ମାରିବି? ମୋ ପୁଅଠୁ ଖାଇବା ପାଇଁ ମୁଁ ହଁ ମାରିବି? ନାଇଁ ଯୋଉ ରଜ ବେଳକୁ ହବ କହୁଛ ଗୋଟେ ଦିନ ସେଇଦିନ ପଛୁ ଏଦିନୁ ଖାସି ଯୋଡ଼େ ସାଇତି ଥା ଏଦିନୁ ଖାସି ଯୋଡ଼େ ସାଇତି ଥା ଖାସି କରୁ ଭାତ ଗଣ୍ଡେ କରିବୁ
ଆମ୍ବ ତ ହେଇଥିବ ଜୋର ଆମ୍ବ ଖଟା ଟିକେ କରିବୁ ମଟନ କରିବୁ ତ ରେଡି ରେଡି ଠିକ ଅଛି ଯଦି ନ କରିଥିବୁ ତ ଶାଶୁକୁ ଆଣିବୁ ରାନ୍ଧିବ ଆମେ ସମୁଦି ବସିକିରି ଖାଇବୁ ହଉ ଆମେ ଯୋଉ ପରିବେଷଣ କରେଇଲା ଭିତରେ 3 ଜଣ ବିଚାରପତି ଅଛୁ ଆମର ତ କଳାକାର ବନ୍ଧୁମାନେ କହିଲେ ଯେ ଗାଁ ଭଲ କମିଟି ଭଲ ଦର୍ଶକ ଭଲ ଜଜ ବଦମାସି ବୁଝିଲେ କି ନାହିଁ କିନ୍ତୁ ଆପଣ ଦେଖା ଟିକେ କୁହନ୍ତୁ ଆମେ ଯୋଉ ପରିବେଷଣ କଲା ଭିତରେ ଯଦି ଆମର ତ୍ରୁଟି ଥାଏ ମୁଁ ଯେହେତୁ ତାଙ୍କର ମୁରବୀ 2 ଜିଲ୍ଲାର ଅଧ୍ୟକ୍ଷ ଢେଙ୍କାନାଳ ଜିଲ୍ଲାର ସଭାପତି ମାନେ ଯିଏ ଯେମିତି କୁହନ୍ତୁ କିନ୍ତୁ ମୁଁ ମୁରବୀ ଅଛି ଏହି ତରଫରୁ ମୁଁ ଦର୍ଶକ ବନ୍ଧୁମାନଙ୍କୁ ଗ୍ରାମବାସୀମାନଙ୍କୁ କମିଟି ମାନଙ୍କୁ କ୍ଷମା ମାଗୁଛି ତାପରେ ଆପଣ କ'ଣ କହିବା କଥା କୁହ ଉଭୟ ପକ୍ଷରେ ସାର୍ ଦଣ୍ଡ କଳାକାର ମାନେ ଛାତି ଶୁକ୍ଳା ଲାଗି ନାଚ କରିଛନ୍ତି ଆମର ଉଭୟ ପକ୍ଷର କଳାକାର ମାନେ ଛାତି ଶୁକ୍ଳା ନାଚ କରିଛନ୍ତି ଟିକେ ଜଷ୍ଟ ଟିକେ ହେଲା ସେଟା କିଛି ନାହିଁ କିନ୍ତୁ ବହୁତ ବଢିଆ ଆଉ ଆପଣମାନେ ଯୋଉ ଆମ ଜଜ୍ 3 ଜଣ ଅଛନ୍ତି ଜଜ୍ ମହାଶୟ ସାର୍ ତାଙ୍କର ବିଚାର ଆଚାର ଏବଂ ବ୍ୟବହାର ଏବଂ ମଞ୍ଚ ଚଳିବାରେ ବହୁତ ସୁନ୍ଦର ସ୍ୱାଦ ଥିଲା ମା ତାରିଣୀ ପୂଜା କମିଟି ବହୁତ ଖୁସି ଏବଂ ଦର୍ଶକ ମଧ୍ୟ ଖୁସି ଆଉ ଗୋଟେ କଥା କହିବି ଆମର ଯୋଉ 3 ଦିନିଆ ପ୍ରୋଗ୍ରାମ ହଉଛି ଏକାଳେ 3ଟା ଷଣ୍ଢ ରହିଲେ ମାଡ଼ ହେଇକିରି ଶିଙ୍ଗ ଭାଙ୍ଗୁଛି ମତେ ରାତି ଯାକ ଭାରି ବୋର ଲାଗିଲା ଯଦି ଦର୍ଶକ ନ ହସିଲେ ଜଜ ଘୁମେଇଲା ଶଇଲାରେ ଭଳିଆ ହଳ ନବ ହୁଳା ମୁଣ୍ଡରେ ଘୁମାଇବ ବଳଦ କମ ଚାଲିବେ ଆସନ୍ତାକୁ ଯଦି 3 ଜଣ ଜଜ ରଖନ୍ତି ସାନ ବଡ଼ କି ପ୍ରଥମ ଦିନ ରଖିବ 2 ଜଣ ସେକେଣ୍ଡ ଦିନ ଗୋଟେ ଟାଣୁଆଟିଏ ରଖିବ ଶେଷ ଦିନ 3 ଜଣ ଯାକ ରହିବେ ଦର୍ଶକ ମଜା ନେବେ ସିଏ ନଚେଇ ଦେଲା ହାଡ଼ି ସିଏ ପଳେଇଲା କୁଆଡେ ଖାଇବାକୁ ତମ ସାଙ୍ଗରେ ଏଠୁ ମୋ ଭାଗ ପଡିଲା ବାବାଜୀ ମୋ ରାଣ୍ଡି ପହନ୍ତା ତ ମୋ ଭାଗ ପଡିଲା ବାବାଜୀ ସେ ଆଳୁ କହିଲେ ମୁଁ ବାଳ ବୁଝିଲି ସଇଲା ତାର ଏଠୁ ସକିତରେ ନଚେଇ ଦେଲେ ବୁଝିଲେ କାରଣ ଟିକେ ଆଇଁଷିଆ ଲୋକ ତ ନାରୀ ରଙ୍କା ଲୋକ ଦେଖିଲେ ତ ସାରା ଏଠେଇ 8 ସଖୀ ଏଠେଇ 8 ସଖୀ ସୁନ୍ଦରା ରାଧା ଦିନା ବାହାରିଛନ୍ତି ବାବା ଧୋଇଲେ ଆଉ ବୁଝିଲେ କି ନାଇଁ ହଉ ଯାହା ହଉ ବହୁତ ବହୁତ ଭଲ ହେଲା ଆଜ୍ଞା ମଜା କରୁଛୁ ଆମର ତ ଦଣ୍ଡ ସରିଲାଣି ତେଣୁକରି ଆସନ୍ତାକୁ ଏଇଭଳିଆ କରିବା ବୁଝିଲେ କି ସହଯୋଗ ମାଗିବେ ଏଇଭଳିଆ କରିବା ସାରେ ଶୁଣନ୍ତୁ ଆଜ୍ଞା ଆପଣମାନେ ସମସ୍ତେ ଅପେକ୍ଷା କରିଛନ୍ତି ଫଳାଫଳ ପାଇଁ ଫଳାଫଳ ପାଇଁ ଅପେକ୍ଷା କରିଛନ୍ତି ଏଟା କହିବାଟା ବାହୁଲା ଆପଣମାନେ ଜାଣିସାରିବେଣି ନିହାତି ଜାଣିସାରିଛନ୍ତି ବିଲ ମୁଣ୍ଡରେ ଦେଖିଦେଲେ ସାହୁକାର ହଳିଆ କେମିତି ହଳଟା ବୁଲେଇଛି ପ୍ରଥମ ଓରଟା ଚମେଇ ଧରିଛି କି ନାହିଁ ଦ୍ୱିତୀୟ ଓରଟା ଟିକେ ଗହିରେଇକି ଧରିଛି ତୃତୀୟ ଓରଟା ନଙ୍ଗଳକୁ ସାରିକି ସେଟା କ'ଣ ଦେଲ ଟଙ୍କାଟେ ହଉ 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 ଦର୍ଶକ ବନ୍ଧୁ ଆମର ମର୍ଦ୍ଦରାଜପୁର ଆଗୁଆ ଅଛନ୍ତି ସେ ପ୍ରଥମ ଅଛନ୍ତି ଆମର ବୁଢ଼ୀ ସେକେଣ୍ଡ ବୁଝିଲେ କି ନାହିଁ ଏଥିରେ ଆପଣମାନେ ଏହି ଦୁଃଖ କରିବାର ନାହିଁ କି କିଛି କରିବାର ନାହିଁ ଆଜି ଆମେ ଏଠି ଯଦି କିଛି କମ ଥାଏ କାଲି ଆମେ ଏଠିକା ଯିବାନି ଆପଣମାନେ ଆମ ମଞ୍ଚରେ କେତେ ଥର ପଡ଼ିବେ ଆମେ ଆପଣମାନଙ୍କୁ କେତେ ଥର ନୁଚେଇବୁ କୋଉ ବାଟରେ କୋଉଠି ଆପଣ ସୁରେଶ ପାଇବେ ଏଇଟା ଆପଣମାନେ ଜାଣିଛନ୍ତି ଆଉ ମୁଁ ବାମ୍ବାବୁ କହିବି ସାନ ଭାଇ ହିସାବରେ ବା ମୋ ପୁଅ ବୟସର ପୁଅ ହିସାବରେ ଏଟା ଯାହା କିଛି ଗୋଟେ ହେଇଯାଇଛି ଆସେ ଗୁରୁ ଶିଷ୍ୟ ବାପ ଝିଅ ଏରା ଭିତରେ ସାରେ ଭିତରେ ଏରା ଆମେ କେହି ମୁଣ୍ଡରେ କିଛି ପୁରେଇବାନି କହୁନି ମୁଁ କିଛି ନାହିଁ ବହୁତ ବହୁତ ଧନ୍ୟବାଦ ବହୁତ ବହୁତ ସାଧୁବାଦ ଏ ମଞ୍ଚରେ ମଞ୍ଚାସୀନ ହେବା ପ୍ରଥମ କଥା ମତେ ମୁଁ କମିଟିକି ଧନ୍ୟବାଦ ଦେବି କାହିଁକିନା ଇଏ ବହୁତ ଦିନ ଧରି ଯେଉଁ ମଞ୍ଚ ଯେ ଚଳୁଥିଲେ ତାଙ୍କ ସହିତ ମତେ ଭାବିଛନ୍ତି ନାହିଁ ବୋଧ ହୁଏ ଆଜ୍ଞାଙ୍କ ସହିତ ବି ଟାଲି ହେଲେଣି ଆଜି ବସେଇବା ବହୁତ ବହୁତ ଖୁସି କମିଟି ଖୁସି ଦର୍ଶକ କଳାକାର ସମସ୍ତଙ୍କୁ ଖୁସି ଖାଲି ମୁଁ ଶ୍ରଦ୍ଧେୟ ମୋର ଛାତ୍ର କହିଲେ ଚଳିବ ମୋର ସାନ ଭାଇ କହିଲେ ଚଳିବ ତରୁଣ କୁମାର ଦୟାକରି ଏଠୁ ବିଦା ହେଲା ବେଳେ ଆପଣ ସହିତ କମିଟି ସହିତ ମୋ ସହିତ
ମାତ୍ର 4-5 ମିନିଟ୍ ବସିବା ନୋ ଆଲିଗେସନ୍ ଅଟଲ ଆଉ କାହାର ନାଇଁ ନାହିଁ ସାର୍ ଆଉ କାହାର କେହି ଆସିବେନି ଦେବସେବା ନାଇଁ, ମୁଁ କହିଦେଲେ ଖୁସିରେ ଆପଣ କହିବି ଆଉ ଅସୁବିଧା ମୁଁ ହବନି। କେବଳ ନାଇଁ ମୁଁ ତାର ଆପଣ ସ୍ନେହ ଆଉ ଶ୍ରଦ୍ଧା ତାର ସ୍ନେହ ଶ୍ରଦ୍ଧା ଭକ୍ତି କି ମୋର ଆପଣଙ୍କ ଅନୁରୋଧ ଆଉ ଆଗକୁ ଯିବାନି ଏଇଠି ତ ସମାଧାନ ହେଲା ଏଇଠି ଯିବା ପୁଣି କ୍યાં କମିଟି ନାଇଁ ଏଠି କଣ ଆମେ କଣ ଗଣ୍ଡଗୋଳ କରି ଆସିବା ନାଇଁ ମୁଁ ଆପଣ ଅଛନ୍ତି ନାଇଁ, ଆମ ଆପଣ ଗଣ୍ଡଗୋଳ ସାର୍ ଭାଇ ପଇସା ସବୁ ପ୍ରକାର ଆମେ ବିଚାରପତି ଯେହେତୁ ସେମାନେ ଛୁଆ ଆମର ମୁଁ ଆମେ ସବୁ ନିବେଦନ ପ୍ରକାର କରିପାରିବା ନାଇଁ ମୁଁ ପିଲାକୁ ନିବେଦନ କରୁଛି ମୋର ନାଇଁ ଆଉ ଆପଣ ନିବେଦନ ଗ୍ରହଣ ଯୋଗ୍ୟ ମୁଁ କରିବିନି ମୋ କଥାଟା ରଖ ଆମେ ସମସ୍ତେ ଗୋଟେ ହେଇକିରି ଏଇଠୁ ବିଦାୟ ନେବା ବୁଝିଲେ କି ନାଇଁ ବିବେକର ଗୋଟେ ସମସ୍ତଙ୍କ କେମିତି ସୁଖରେ ଯିବେ ହଉ ତାହେଲେ ମୁଁ ମନ୍ତ୍ର ପାଠ କରିଦେଉଛି ହଁ, ହଁ। ତମ ସୁଖ ପାଇଁ ହଁ ଆଉ ଥରେ ଦର୍ଶକ ମାନଙ୍କୁ ନିବେଦନ କରିବି ଏଇ ମଞ୍ଚରେ ଆପଣମାନେ ଏଇ ମଞ୍ଚରେ ଅତି ସୁନାମ ଧନ୍ୟ ଦଣ୍ଡୁଆ ଦି ଦଳକୁ ବାଦ୍ୟ ସ୍ୱାଙ୍ଗରେ ଦେଖିବେ ରଜ ସଂକ୍ରାନ୍ତିରେ ଏଇ ମଞ୍ଚରେ ଆପଣମାନେ ବହୁଳ ସଂଖ୍ୟାରେ ଯୋଗଦାନ ଦେବାକୁ ନିବେଦନ ଏବଂ ଆପଣମାନଙ୍କ ତଥା କମିଟିର ସର୍ବମଙ୍ଗଳ ପାଇଁ ପଦେ କହି ମୁଁ ସଭା ସାଙ୍ଗ କରୁଛି ହଉ ସାର୍ ଆପଣ ତ କହିବେ ଯୋଉ କହିଲେ ଏଇ ମଞ୍ଚରେ ରଜ ସଂକ୍ରାନ୍ତ ବହୁ ସଂଖ୍ୟାରେ ଯୋଗ ଦେବେ ମୁଁ ଦେଖୁଛି ଆପଣଙ୍କର ମୋଟା ଖୁକୁସା ଆପଣଙ୍କର ଜାତି ପୁଅ କଣ କିରେ ଆଜ୍ଞା ଯେତେ ଦର୍ଶକ ଯିବେ ଚିକେନ ଭାତ ଖାଇବେ 8ଟା ହେଲେ ହାଣ୍ଡି ଉପରେ ଦେବେ ତମେ ସେମିତି କରୁନ ଯେତେ ସେଇଟା। ଦର୍ଶକ ଆସିବେ ଭାତ ଚିକେନ ଖାଇବେ 8ଟା ସେଇଟା। ଯାକେ 8:30 ହେଲେ ହାଣ୍ଡି ଉଘୁରେଇ ଦେବା ଆଉ କଣ ବି ରଜ ସକାଳେ ଆମେ ହେଡେ ଦୋଳି ନ ଖେଳି ରଜରେ ନ ବୁଲିକି ଆସିବୁ ଏଇ ଜଙ୍ଗଲ ଭିତରକୁ ହାତୀ କୁଦେଇବାକୁ ହଁ ହଉ ହଉ ଆମେ ସର୍ବମଙ୍ଗଳ ପାଠ କରିକିରି ସଭା ସ୍ଥାନ କରୁଛେ ଓମ୍ ସମେଶ୍ୱର ସ୍ୱାଧାକାରୀ ଛାୟାଭୂ ସୂର୍ଯ୍ୟନନ୍ଦନ ମାର୍ତ୍ତଣ୍ଡ ଯଜମଃ ସୌରିଃ ପଙ୍ଗୁଷ ଗ୍ରହ ନାୟକ ବ୍ରହ୍ମଣ୍ୟ କ୍ରୋଡ଼ ଧର୍ମକର୍ଣ୍ଣ ବର୍ଣ୍ଣାଞ୍ଜନ ଦିତୁ ଦ୍ୱାଦଶୈତାନି ନାମାନି ତ୍ରିସନ୍ଧ୍ୟା ନିଜ ପଠେ ସର୍ବମଙ୍ଗଳ କରିଷ୍ୟାମି सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत् हरि ओं तत्सत् हरि ओं तत्सत् हरि ओं सत्सत् से शनि महाग्रह समस्त सन्निधि खंडन करन्तु बोल प्रेमानंद कुमार हरि धन्यवाद जय जगन्नाथ स्वामी स्त्री अरे इपटकू टाइम आ जाता आपको कहना दारू का तो कह दो रेडी तो आ जा मैं उठाइबा अरे नहीं ଏଇଠି ଠିଆ ହୁଅ सर सर मथि रे आपण जानु मथि रे ସାରଙ୍କୁ ମଧ୍ୟରେ ପୁରା ସାର୍ ମୁଁ ଗୋଟେ କଥା କହୁଛି ଯେତେ କଳାକାର ବାହାରୁଛନ୍ତି ସମସ୍ତେ ଆମର ଭଲ ଦେଖିବେ ଭଲ ପାଉଛ କିନ୍ତୁ ମୋ ଟିକେ ନେତି ହଉଛୁ ସାର୍ ସିଏ ଭଲ ନିଶ୍ଚିତ ଆଉ ଯୋଉଠି ପୁଅ ଭଲ ପାଉଥିଲା ହଁ ବୁପା ଭଲ ପାଇବ ନାଇଁ ନାଇଁ ମତେ ଛାଡ बुढ़ा बुढ़ी खेली ले बाटी ये रे सती न ते सर ହେଇଟାକୁ ଡାକିଲି ଆଇଲୁ 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 क्या मामा मी हबा ଏଟା ନୁହଁ ଏଇଟା ମୋ ଝିଅ କାଲି କହିଥିଲ ଏକ୍ସଟ୍ରା କଣ ଦବ ଏଇଟା ତମ ଝିଅ ଏଇଟା ତମ ସ୍ତ୍ରୀ ମୁଁ ଆଉ କୋଉଟା सर ये रे सर ହଁ ହଉ ହେଲା
ମନ ଭାଇଟା ଠିଆ ଆଉ ସାରେ ଯାଅ ବାବା କେ ସାରେ ମନ ଭାଇ ତୋର ଭଣଜା ସାରେ ବାହା ତୋରା ଦେବୁନି ଉଠାରେ ଭାଇ ମାରି ପକଉଛି ବିଭୁ ସାର୍ କୁଆଡେ ଗଲେ ବିଭୁ ସାର୍ ଆସନ୍ତୁ ଏ ବିଭୁ ସାର୍ ଏଇପଟକୁ ଆସ ବିଭୁ ସାର୍ ଉଠା ଉଠା ଆଉ ଗୋଟେ ମାର ମନ ଭାଇ ପଟକୁ ଗଲ ଏଇପଟୁ ଉଠିବାକୁ ଟୋଟାଲ ଯେମିତି ଆଇବ ସବୁ ଆସିବ କହିଲା ହେଲା ଏ ଟିକେ ଫାଙ୍କା କରିଦିଅ ବାଇକ୍ ଟିକେ ଫାଙ୍କା କରିଦିଅ ଫୋନ କରିବ ମତେ ହେଲା ତୋର ପୁଣି ଯାଉଛୁ କୁଆଡେ ଠିକ ଅଛି ଛାଡ଼ିବନି କାଟିବ କି ଆଡେ ନହେଲେ ମଇତ୍ରାଣୀ ଏକା ଆମେ ଏଠି ଠିଆ ଆମର ମାରିଦେବୁ ଦଉଛୁ ଫଟୋ ଉଠେଇ ଆସ ନାଇଁ ସେଲ୍ଫି ନାହିଁ ଏଠି ଠିଆ ହେଇକି ଦେବା ତ ଉଠିବ ଯେ ଆମର ଫାଳେ ଫାଳେ ମାଇକେ ଗୋଟେ ଲାଗ ଲେଖାଟା ଥାଉ ନା ହେଇଗଲା ବଡୁଟା କିନ୍ତୁ ଭାଙ୍ଗି ଯାଇଛି ତମର ବି ଲେଡିଜ ଜଣେ ଆସିବା କଥା ଆଉ ତାଙ୍କର ଲେଡିଜ ଛୁଞ୍ଚି ହେଇଯାଇଛନ୍ତି ଯିଏ ଜିତିଲା ଅଣ୍ଡରା ନା ଆଉ ଜିତିଲା ଅଣ୍ଡରା ହେଲେ କଣ ଆଜି ଜିତିଲା ଅଣ୍ଡରା ନା ତାଙ୍କର ଅଣ୍ଡରା ଖାଲି ଏ ବର୍ଷ ଫାଷ୍ଟ ଚାମ୍ପିୟନ ପୁଣି କେତେ ହବ କି ଯାଇନି